ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। आख्यान उपाख्यान आदि कथावस्तु द्वारा पुराण शास्त्र थिबा आध्यात्मिक ज्ञान लुक्कायित प्राय। सेथिपाई हुएत व्यासदेव समस्त शास्त्र पुराणरू सार ग्रहण करी श्रीमद् भगवत गीता परी एक आध्यात्मिक ग्रंथर संकलन कले। सर्वोपनिषद गावोदग्धं गोपालनन्दनः पार्थो वश्यसुधीर्भोक्ता दुग्धं गीतामृतं महत्। ଶ୍ରୀକୃଷ୍ଣ ଜୁନ ସମ୍ବାଦ ରୂପରେ ସେ ସୁଧୀ ପାଠକମାନଙ୍କ ପାଇଁ ଗୀତାମୃତ ପରିବେଷଣ କରିଛନ୍ତି। ଶ୍ରୀକୃଷ୍ଣ ଓ ଅର୍ଜୁନ ଏଠାରେ ବ୍ୟକ୍ତି ବିଶେଷ ନୁହନ୍ତି। ଶ୍ରୀକୃଷ୍ଣ ଓ ଅର୍ଜୁନ ଶବ୍ଦକୁ ଗୁଣବାଚକ ନାମରେ ଗ୍ରହଣ କଲେ ସମସ୍ତ ସନ୍ଦେହ ଦୂରଭୂତ ହେବ। ପରମାତ୍ମା ଅଶରୀରେ, ତେଣୁ ସେ ଜ୍ଞାନ ଶୁଣାଇବା ପାଇଁ ଏକ ଆଧାର ଆବଶ୍ୟକ କରନ୍ତି। ଏହି ଆଧାରରେ ପ୍ରତୀକ ରୂପେ ଅର୍ଜୁନଙ୍କୁ ନିଆଯାଇପାରେ। ଗାଈ ସ୍ତନରୁ ସିଧାସଳଖ କ୍ଷୀର ମିଳେ ନାହିଁ। ବାଛୁରୀ ସ୍ତନପାନ କଲା ପରେ ଗାଈ କ୍ଷୀର ଦିଏ। ପରମାତ୍ମା ସମସ୍ତ ବେଦ ଉପନିଷଦ ଆଦି ପୁରାଣ ଶାସ୍ତ୍ରର ସାର ସ୍ୱରୂପ ଯେଉଁ ଗୀତା ଜ୍ଞାନ ଶୁଣାନ୍ତି, ଅର୍ଜୁନ ରୂପୀ ମାଧ୍ୟମ ଦ୍ୱାରା ତାହା ଆମ ପାଖକୁ ଆସେ। କିନ୍ତୁ ପ୍ରଚଳିତ ଗୀତା ସିଧାସଳଖ ପରମାତ୍ମାଙ୍କ ମୁଖ ନିଃସୃତ ବାଣୀ ନୁହେଁ, କାରଣ ଏଥିରେ ମହାଭାରତ, ଉପନିଷଦ, ବ୍ରହ୍ମସୂତ୍ର ଆଦି ଅନେକ ଗ୍ରନ୍ଥ ପୂର୍ଣ୍ଣ ଶ୍ଲୋକାଂଶ ବା ଭାବାର୍ଥର ସମ୍ମିଶ୍ରଣ ଘଟିଛି। ପ୍ରାରମ୍ଭିକ ସ୍ତରରେ ଗୀତା ମହାଭାରତରୁ ପୃଥକ୍ ଗ୍ରନ୍ଥ ରୂପେ ପ୍ରଚଳିତ ଥିଲା ବୋଲି ବିଦ୍ୱାନମାନେ ମତ ଦିଅନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏହାକୁ ଯେତେବେଳେ ମହାଭାରତରେ ସ୍ଥାନିତ କରାଗଲା, ସେତେବେଳେ ଏଥିରେ ସଂଗତି ରକ୍ଷା କରିବାକୁ ସମ୍ବାଦ ଶୈଳୀରେ ଅର୍ଜୁନ ବିଷାଦଯୋଗ ଭୂମିକାର ସଂଯୋଗ କରାଯାଇଛି। ଲୋକମାନ୍ୟ ତିଳକ ଅନୁସାରେ ପରାଶର ପୁତ୍ର ବ୍ୟାସଙ୍କ ଅନେକ ବର୍ଷ ପରେ ବାଦରାୟଣ ବ୍ୟାସ ତାଙ୍କ ସମୟରେ ଉପଲବ୍ଧ ଅପୂର୍ଣ୍ଣ, ଅଶୁଦ୍ଧ, ତ୍ରୁଟିଯୁକ୍ତ ମହାଭାରତ ଏବଂ ଗୀତା ଗ୍ରନ୍ଥକୁ ସଂଶୋଧନ କରି ସଂକଳିତ କରିଥିଲେ। ଏଥିପାଇଁ ମହାଭାରତରେ ଥିବା ଅନେକ ଶ୍ଲୋକ ଗୀତାର ବିଭିନ୍ନ ଅଧ୍ୟାୟମାନଙ୍କରେ ଅକ୍ଷରତଃ ଦେଖିବାକୁ ମିଳେ। ଗୀତାର ଉପଦେଶ ବା ମୌଳିକ ସିଦ୍ଧାନ୍ତ ବିକ୍ଷିପ୍ତ ଭାବରେ ସମଗ୍ର ମହାଭାରତରେ ଉପଲବ୍ଧ। ଉଦାହରଣ ସ୍ୱରୂପ, ଗୀତାର 4/7 ଶ୍ଲୋକ ମହାଭାରତର ବନପର୍ବ 186-27 ଶ୍ଲୋକ ସହିତ ଅବିକଳ ମିଶିଯାଏ। ଦ୍ୱିତୀୟ ଅଧ୍ୟାୟର 32 ଶ୍ଲୋକରେ ଭଗବାନ ଅର୍ଜୁନକୁ କହିଥିବା ଯଦୃଚ୍ଛୟା ଚୋପପନ୍ନଂ ସ୍ୱର୍ଗଦ୍ୱାରମବାପ୍ଲୁତଂ ସୁଖିନଃ କ୍ଷତ୍ରିୟା ପାର୍ଥ ଲଭନ୍ତେ ଯୁଧମିଦୃଶମ୍ ଶ୍ଲୋକଟିକୁ ଠିକ୍ ଅବିକଳ ଭାବରେ ମହାଭାରତରେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ କହିଛନ୍ତି। ଗୀତାର ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ 2/49 ଶ୍ଲୋକଟି ମହାଭାରତର ଆକ୍ଷରିକ ଭାବରେ ଦେଖିବାକୁ ମିଳେ। ସେହିପରି ଗୀତାର ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତୋସ୍ତଂ ମଧ୍ୟେ ତିଷ୍ଠନ୍ତି ରାଜସାଃ 14/18 ଶ୍ଲୋକ ମହାଭାରତ ଅଶ୍ୱମେଧ ପର୍ବର 39/10 ଶ୍ଲୋକ ସହିତ ସମ୍ପୂର୍ଣ୍ଣ ମିଶିଯାଏ। ମହାଭାରତ ଶାନ୍ତି ପର୍ବର 17/23 ଶ୍ଲୋକରେ ଯେଉଁ କଥା ଯୁଧିଷ୍ଠିର ଅର୍ଜୁନକୁ କହିଛନ୍ତି, ଗୀତାରେ ମଧ୍ୟ ସେହି କଥା ଯଦା ପୃଥକ୍ ଭାବ ମେକାସୁମନୁପଶ୍ୟନ୍ତି ଶ୍ଲୋକରେ ଭଗବାନଙ୍କ ଦ୍ୱାରା କଥିତ ହୋଇଛି। ମହାଭାରତ ବର୍ଦ୍ଧିତ ବିଦୁର ନୀତିର 32/7 ଶ୍ଲୋକ ଗୀତାର ତ୍ରିବିଧମ୍ ନରକସ୍ୟେଦା 16/21 ଶ୍ଲୋକ ସହିତ ଅବିକଳ ଭାବରେ ମେଳ ଖାଏ। ପୁନଶ୍ଚ ଗୀତାର ସର୍ବତଃ ପ୍ରାଣିପାଦଂ ତତ୍ସର୍ବତୋକ୍ଷିଣୀରୋମୁଖମ୍ 13/13 ଶ୍ଲୋକ ସହିତ ମହାଭାରତ ଶାନ୍ତି 238, 2 ଅଶ୍ଵ 19, 49 ଇତ୍ୟାଦି ଶ୍ଲୋକ ଗୁଡ଼ିକ
ଶ୍ଵେତାଶ୍ଵେତର 93/16 ଶ୍ଲୋକର ଅକ୍ଷରତଃ ମେଳ ଅଛି। ଏସବୁ ବ୍ୟତୀତ ଗୀତାରେ ଅର୍ଜୁନଙ୍କର ବିଶ୍ୱରୂପ ଦର୍ଶନ ପ୍ରକରଣ ବର୍ଣ୍ଣନା ଓ ବିଷୟବସ୍ତୁର ଅବତାରଣା ମହାଭାରତରେ ମଧ୍ୟ କରାଯାଇଛି। ପାଣ୍ଡବମାନଙ୍କ ପକ୍ଷରୁ ସନ୍ଧି ପ୍ରସ୍ତାବ ନେଇ ଯାଇଥିବା ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ଦ୍ୱାରା ଅପମାନିତ ହୋଇ ବିଶ୍ୱରୂପ ଦେଖାଇଥିଲେ। ସେହିପରି ଯୁଦ୍ଧ ପରେ ନାରଦ ଓ ଉତ୍ତଳଙ୍ଗ ଅନୁରୋଧ କ୍ରମେ ଶ୍ରୀକୃଷ୍ଣ ବିଶ୍ୱରୂପ ଧାରଣ କରିଥିଲେ। ତିଳଙ୍କ ମତରେ ଉଭୟ ମହାଭାରତ ଓ ଗୀତାର ସଂକଳନ ସେହି ଜଣେ ବ୍ୟକ୍ତି ହୋଇଥିବାରୁ ବିଚାର ସାଦୃଶ୍ୟ ହେତୁ ଶବ୍ଦ ସଂଯୋଜନରେ ମଧ୍ୟ ସ୍ୱତଃ ସମତା ଆସିଯାଇଛି। ଏହିପରି ଭାବରେ ଗୀତାର କେତେକ ଶ୍ଲୋକ ବା ଶ୍ଲୋକାଂଶ ମନୁସ୍ମୃତି, କଠୋପନିଷଦ, ବ୍ରହ୍ମସୂତ୍ର ଆଦିରେ ମଧ୍ୟ ଦେଖିବାକୁ ମିଳେ। ଏହି ପରିପ୍ରେକ୍ଷୀରେ କଠୋପନିଷଦର 2/15, 2/18 ଶ୍ଲୋକ ଓ ଗୀତାର ଯତ୍ କ୍ଷତମ୍ ବେଦ ବିଦୋ ବଦନ୍ତି ର ଓ ପରସ୍ତାସ୍ମାଦ୍ ଭାବୋ ଅନ୍ୟୋ ଅଭ୍ୟକ୍ତୋ ଅଭ୍ୟକ୍ତାତ୍ ସନାତନଃ ଶ୍ଲୋକ ମଧ୍ୟରେ ଶବ୍ଦ ସଂଯୋଜନାର ଆଂଶିକ ପ୍ରଭେଦ ଥିଲେ ମଧ୍ୟ ସମାର୍ଥବୋଧକ ଅଟନ୍ତି। ଗୀତାର ଋଷିଭିଃ-ହୃଦଗୀତମ୍ ଛନ୍ଦୋର୍ଭିଃ-ବିବିଧଂ ପୃଥକ୍ ବ୍ରହ୍ମସୂତ୍ରପदैଶ୍ଚୈବ ହେତୁମତ୍ତିନିଶ୍ଚିତୈଃ। 14/13/4 ଶ୍ଲୋକରେ ବେଦାନ୍ତର ଉଲ୍ଲେଖ ଅଛି। ବେଦାନ୍ତରେ ମଧ୍ୟ ଗୀତାକୁ ସ୍ମୃତି ନାମରେ ଅଭିହିତ କରାଯାଇଛି। ତେଣୁ ଏଥିରୁ ସ୍ପଷ୍ଟ ଯେ ପ୍ରଚଳିତ ଗୀତା ଶ୍ଲୋକ ଉପରେ ଅକ୍ଷରତଃ ଭଗବାନଙ୍କ ଦ୍ୱାରା ଉଚ୍ଚାରିତ ହୋଇନଥିଲା ଏବଂ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇ ସଂକଳିତ ହୋଇଛି। ସମ୍ପ୍ରତି ଗୀତାର ଅନେକ ପାଠାନ୍ତର ଦେଖାଯାଏ ଏବଂ ଏହା ଉପରେ ଅନେକ ମତମତାନ୍ତର ମଧ୍ୟ ଦେଖାଯାଏ। ଗୀତା ଜ୍ଞାନ ପରମାତ୍ମାଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲେ ମଧ୍ୟ ପ୍ରଚଳିତ ଗୀତାରେ ସେସବୁ ସମ୍ପୂର୍ଣ୍ଣ ଓ ସଠିକ୍ ଭାବରେ ଉପସ୍ଥାପିତ ହୋଇପାରେ ନାହିଁ। ତେଣୁ ଏହା ପ୍ରତ୍ୟହ ପାଠ କରୁଥିଲେ ମଧ୍ୟ ଆମ ଜୀବନରେ କୌଣସି ପରିବର୍ତ୍ତନ ଘଟୁନାହିଁ। ପ୍ରତ୍ୟକ୍ଷ ବାଣୀରେ ଯେଉଁ ଶକ୍ତି ଥାଏ ତାହା ପରୋକ୍ଷ ଭାବାନୁବାଦରେ ଲୋପ ପାଏ। ତେଣୁ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ଦେବାକୁ ଧରାପୃଷ୍ଠରେ କଳ୍ପର ଅନ୍ତିମ ସମୟରେ ଅବତରଣ କରିବାକୁ ପଡ଼େ। ତାଙ୍କ ବ୍ୟତୀତ ଆଉ କିଏ ଗୀତା ପ୍ରକରଣର ଯଥାର୍ଥ ସ୍ୱରୂପ ବର୍ଣ୍ଣନା କରିବାକୁ ସକ୍ଷମ ହେବ? କାରଣ କୋଟି କୋଟି ଲୋକମାନଙ୍କ ମଧ୍ୟରେ ମାତ୍ର ଅଳ୍ପ କେତେ ଜଣ ପରମାତ୍ମାକୁ ଜାଣିବା ପାଇଁ ସକ୍ଷମ ଅଟନ୍ତି। ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦତ୍ୟତିସିଧୟେ ଯତ୍ତାପବିସିଧାନାଂ କଶ୍ଚିନ୍ନ ବେତି ତତ୍ତ୍ୱତଃ। ବର୍ତ୍ତମାନ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରି ପୁନଃ ସେହି ଲୁପ୍ତପ୍ରାୟ ଗୀତା ଜ୍ଞାନ ଶୁଣାଉଛନ୍ତି। ସଂସାର ରୂପୀ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧର ପ୍ରସ୍ତୁତି ଚାଲିଛି। ମହାବିନାଶର ଠିକ୍ ଅବ୍ୟବହିତ ପୂର୍ବରୁ ପୁନଶ୍ଚ ମହାଭାରତ ଯୁଦ୍ଧ ଓ ଗୀତା ପ୍ରକରଣର ପୁନରାବୃତ୍ତି ଘଟିଛି। ଏହାର ଯଥାର୍ଥ ରହସ୍ୟ ବୁଝିପାରିଲେ ଯୁଗ ପରିବର୍ତ୍ତନର ଏ ଅନ୍ତିମ କ୍ଷଣରେ ଆମେ ଆମର ପ୍ରତିଟି ମୁହୂର୍ତ୍ତକୁ ସଦୁପଯୋଗ କରିପାରିବା। ଦ୍ୱିତୀୟ ଅଧ୍ୟାୟ ସମ୍ପୂର୍ଣ୍ଣ। ଓମ୍ ଶାନ୍ତି।